ଆରେ ତମେ ଦି ଜଣ ଉଦଲିଆ ପଳେଇ ଆସିଛୁ କି? ଆଜ୍ଞା ଏଲେ ଆପଣ କେମିତି ଜାଣିଲେ ଆଜ୍ଞା? ଆରେ କେମିତି ନୁହେଁ ରେ ଭକୁଆ, ତମ ଦି ଜଣର କଥା ପେପରରେ ବାହାରିଛି ଦେଖ। କଣ କହିଲେ ଆଜ୍ଞା? ଆ ଆମ ଘରରୁ ଲୁଚି ଚୁପି ଆସିବା କଥା ଏଇ ପେପରରେ ବାହାରିଛି। ହଇ ରେ ଏଇଠି ଦେଖ, ଯଦି ସେ ଦି ଜଣକୁ କୋଉଠି ଦେଖିଲେ କି ଏ ପେପର ଥାକ ଦେଖେଇବା ଛଡା देख देख ଆ ତମ ରକ କାକୁତେ ଯଦି ସେ ଦୁଇ ଜଣକୁ କୋଉଠି ଦେଖିଲେ କି ଧରା ପଡିଲେ 2 ଲକ୍ଷ ଟଙ୍କା ଫ୍ରି। ମତେ କହିବାକୁ ପଡବ, ମତେ ଛାଡ ମୁଁ ଯିବି ଆକା। नहीं फोन एबे फोन करबी ସେମିତି କରନି ଆଜ୍ଞା। ଆମେ ତୁମକୁ ହାତ ଯୋଡୁଛୁ ଆଜ୍ଞା। ନାଇଁ, ହାତ ଧରିଲେ ନାଇଁ ଆଜ୍ଞା ଆମେ କାହାକୁ କହନି। କାହାକୁ ବି କହିନି ଆଜ୍ଞା। ଆମେ ତୁମକୁ ହାତ ଯୋଡୁଛି ଆଜ୍ଞା। ଆମେ ଘରରୁ ଲୁଚି ଚୁପି ଆସିବା କଥା କାହାକୁ ବି କହୁନା। ଆରେ ଆମେ ତୁମ ଘରେ ଧରୁଛୁ ଆଜ୍ଞା। ଆମ ଘରେ ଛାଡି ଚାଲି मोर ଆସିବ କଥା। 2 लक्ष टका पानी रे पड़ी गला रे बाबू। ଏ ଭଗବାନ, ମାପୃଟା ମତେ ଛପର ଫାଡ଼ିକି ଦେଇଥିଲା 2 ଲକ୍ଷ ଟଙ୍କା, ମାଟିରେ ମିଶି ଗଲା। ଏମାନଙ୍କୁ ସାହାଯ୍ୟ କରିବି କି କହିବି? ଏମାନଙ୍କୁ ସାହାଯ୍ୟ କରିବି କହିବି କିଛି ମୁଣ୍ଡରେ ପଶୁ ନାହିଁ। ନାଇଁ ନାଇଁ ଏମାନଙ୍କୁ କହିଦେଲେ ନାଇଁ। ମୁଇଁ ବି ତ ଦିନେ ଲଭ୍ କରିଥିଲି, ଗାଡ଼ିଟା ଫାଡ଼ିକିନା ପଳେଇଲା। କାକୁ ଲవ్ करतिल हो? ଆଜ୍ଞା କାହାକୁ? ଏଇଟା ବି କହିଦେବି ଆଜ୍ଞା। हां ଗୋଟେ ମୁଇଁ ବାଲିଆ ମିଲରେ ଆଜ୍ଞା, ଫାଷ୍ଟ ମୋର କାମ ହଉଛି ବାଲିଆ ମିଲରେ ଗୁମସ୍ତା ଥିଲି ଆଜ୍ଞା। ओहो ସେଠି ଗୋଟେ ଝିଅକୁ ଲଭ୍ କରିଥିଲି ଆଜ୍ଞା। हां ଆଜ୍ଞା ଲଭ୍ ଚାଲିଥିଲା। ଗୋଟେ ଦିନ ମତେ ଆମ୍ ଗଛ ପଟେ ଡାକଲା ଆଜ୍ଞା। हां ମୁଇଁ ଗଲି, ମୁଁ ସେଠି ଯାଇକି ଆଗରେ ପହଞ୍ଚି ଗଲି। हां ତାପରେ ମୁଁ ବାଳ disturb କରୁଛି ମୋ। ତାପରେ ମୁଁ ଫୋନ୍ ଲଗେଇଲି, ୱେଟିଂ ଦେଖେଇଲା ନାଇଁ, କା ତ ଘର ଲୋକ ସହିତ କଥା ହବ ଭାବୁଛି। ଜଗିଲି ଆଜ୍ଞା 3-4 ଘଣ୍ଟା ଜଗିଲି। ତାପରେ ତା ଗାଁ ଲୋକ ଆସିଲା, ଇରେ ବାବୁ ତୁଇ ତ ସି ମାଇକିଣାକୁ କଥା ହଉଛୁ? ହଇ କଥା ହଉଛି ଆଜ୍ଞା। ନାଇଁ ରେ, ସେ ଆଜି ଗୋଟେ ପିଲା ସହିତ ଫେରାରି ଗଲା କହିଲାରୁ ମୋର ଆଜ୍ଞା ସିଟି ଆରି ମୋର ନାକ ବାଟରୁ ସିଗାନ ନାଇଁ, ଆଖି ବାଟରୁ ସିଗାନ ବାହାରିଲା ଆଜ୍ଞା। ओहो ବେଶୀ ଦୁଃଖରେ ଥିଲି ଆରି, ତାକୁ ମନେ ପକାଇ କି ଲାଭ ଆଜ୍ଞା। ଏମାନଙ୍କୁ ନ କହିଦେବାଟା ଭଲ ହବ ନାଇଁ କି? କିରେ ପ୍ରୀତମ, ସତ କଥା କହିଲି ପରା। ହଁ କରୁଛୁ ଆରି। ହଉ 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 ରେ तोर ବାବୁ, दुख मु बुझी पारुची ତମର रे। ଦୁଃଖ ବି ବୁଝି ପାରୁଛି। ମୁଇଁ ବି ଦିନେ ଲଭ୍ କରୁଥିଲେ, କଣ କରିବି? एबे सब खराब धंदा मु भी छाड़ी देली एबे। ସେଇ ଖରାପ ଧନ୍ଦା ବୋଲି ଛାଡ଼ିଦେଲି। ମୁଁ ଝିଅ ମାନଙ୍କର ପାଖରେ ଯାଉନାହିଁ, ମୁଁ ଭଲ ଲାଗୁନାହିଁ ମତେ। ପାଇଦେବେ କେତେବେଳେ ଜାଣି ହବ ନାହିଁ। ହେଲେ ତମେ ଏଇ ସହରକୁ ନୂଆ କରି ଆସିଛ? ଆଜ୍ଞା ଓହୋ ଆଜ୍ଞା ଆ ଆମେ ତୁମକୁ ହାତ ଯୋଡୁଛୁ ଆଜ୍ଞା। କହ ଆମ ହେଲା ରେ। ଘରରୁ ଲୁଚି ଚୁପି ଆସିବା କଥା ଓହୋ। କାହାକୁ ବି କହନ୍ତୁନି ଆଜ୍ଞା। ନାଇଁ ରେ, ଡର ନାହିଁ, ମୁଁ କାହାକୁ କହିବି ନାହିଁ। ତମ ପାଖରେ ଯଦି କିଛି ଟଙ୍କା ଫଙ୍କା ଅଛି ବୋଲେ କହିବି ନାହିଁ। ଆଜ୍ଞା ଅଛି ଆଜ୍ଞା, ଏଇ ଟଙ୍କା ନିଅନ୍ତୁ ଆପଣ। ସତରେ ତ? ଆଜ୍ଞା ଆଇ ହଉ ଦେ ଦେ ବାପା ଦେ, ତା କାହାକୁ କହିବି ନାହିଁ ରେ। ଏ ବେଗରେ କିଛି ଟଙ୍କା ପଇସା ଆଉ ସୁନା ଗହଣା ଅଛି। ହଉ ହେଲା ରେ, ଏଇଟା ମୋ ପାଇଁ 2 ଲକ୍ଷ ଟଙ୍କା ହେଲା। ଟେନସନ ନେନା, ମୁଁ ଅଛି। ଆର ମୁଁ ବାଳ ଡିଷ୍ଟର୍ବ କରିଦେଉଛି। ଏଲେ ଆଜ୍ଞା ହଁ ଏ ସହରରେ କୋଉଠି ଗୋଟେ ଘର ଭଡ଼ା ମିଳିବ ଜାଣିଛ ଯଦି ଆମକୁ କହିପାରିବ? ଟିକେ ର, ପେପର ଟା ମାରି ଦଉଛୁ। ଆଜି ପେପର କଲେ ବି ବାଧା ନାହିଁ ରେ। ବାଧା 2 ଲକ୍ଷ ନାହିଁ। ଟଙ୍କାର ମାନେ ମିଳିଛି ଆଜି। କି ଚିଟା ଅଛି ହେଲେ? ଗୁବି ବେପାର ନହେଲେ ଓଳି ବେପାର କରିବି ଆରେ। ମିଳିବ ବାବୁ, ଆମର ଏଇ ସହରରେ ବହୁତ ଘର ଅଛି, ତମକୁ ନିଶ୍ଚୟ ମିଳିବ ଘର। ତମେ ଟେନସନ ନିଅନି, ଆସ ମୋ ପାଖକୁ ଆସ, ମୁଁ ସେ ରାସ୍ତାଟା ଦେଖେଇଦେବି। ମୋ ପାଖକୁ ମୁଁ ଦେଖେଇଦେବି ରାସ୍ତାଟା ହେଲା। ଠିକ ଅଛି ଏଇଟା ଆଜ୍ଞା। ଟିକେ ଧର, ନହେଲେ ମତେ ଟିକେ ଫିଟନେସ୍ ଦରକାର ଥିଲେ। ମୋ ବାଳରେ ଦେଖୁଛୁ କେତେ ସୁନ୍ଦର ହେଇଛି। ହଉ ଦେଖ, ଏଇ ନିରଣ୍ଡି ନାଇଁ ନାଇଁ, ଏଇ ନିରଣ୍ଡି ରାସ୍ତା ଦେଇ ଯିବୁ। କୋଉଠି? ଏହି ନିରଣ୍ଡି ରାସ୍ତା ଦେଇ। ସମାନ କହ, ଏଇ ନିରଣ୍ଡି ରାସ୍ତାରେ ଯିବୁ। ଠିକ ଅଛି ଆଜ୍ଞା। ତାପରେ ରାଇଟ୍ କୁ ମାରବୁ ଇଟାକୁ। ରାଇଟ୍ କୁ। ତାପରେ ଟିକେ ଗଲା ପରେ ଲେଫ୍ଟ କୁ ମାରବୁ ଇଟାକୁ। ଲେଫ୍ଟ କୁ। ଭେରି ଗୁଡ, ନଟି ବୟ। ତାପରେ ଗୋଟେ ଛକ ପଡିବ, ଇଟା ପଡିବ ଛକ ଆଜ୍ଞା। ଛକ। ଠିକ ଅଛି ଆଜ୍ଞା। ତାପରେ ସବୁ ଘରେ ଲେଖା ହେଇଥିବ, କଣ ଲେଖା ହେଇଥିବ ଆଜ୍ଞା? କୁକୁର ପ୍ରତି ସାବଧାନ। ମାତ୍ର ଘଟାଏ ଘରେ ଲେଖା ହେଇଥିବ, କଣ ଲେଖା ହେଇଥିବ? ମାଲିକ ପ୍ରତି ସାବଧାନ। ବୁଝିଲୁ? ଠିକ ଅଛି ଆଜ୍ଞା। ସେଇ ଏକା ଘର ଭଡା ଦଉଛି, ତେଲୁଗୁ ଲୋକଟା। ସେ ଦ୍ୱିତୀୟ ମହଲାଟା ଥିବ,
ସେଠି ଆକା ଘର ଭଡ଼ା ଦଉଛି ସେଠି ଆକା ରହିବ ତମେ ହେଲା ତେଲୁଗୁ ଲୋକଟା ତେଲୁଗୁ ଲୋକଟା ଆଉ ତା ନାଁଟା ହଉଛି ଏମ୍ ରାମସ୍ୱାମୀ ସୁବ୍ରମଣ୍ୟମ ଗାରୁ ବୁଝିଲୁ ଆଜ୍ଞା ଟିକେ ଦେଖି ଚାହିଁକି ରହିବ ହେଲା କାହିଁକି ବୋଲେ ସେ ଫେଟଲୁଟା ବେଶୀ କଞ୍ଜୁସଟା ବେଶୀ ବୁଝିଲୁ ତ? କଞ୍ଜୁସଟା ହେଲା ଟଙ୍କା ଗୋଟେ ଛାଡବ ନାହିଁ ରେ। ଟଙ୍କା ଗୋଟେ ଛାଡବ ନାହିଁ ହେଲା ଟିକେ ଭଡ଼ାଟା ଟିକେ ଅଧିକ ନବ ହେଲା ମୁଇଁ ତାହେଲେ ଆସୁଛି ବୁଝିପାରିଲ ତମର ଆଡ୍ରେସ ଟା? ବୁଝିପାରିଲ ଆଜ୍ଞା। ମ୍ୟାଡାମ ନାଇଁ ଭଉଣୀ ନା ଭଉଣୀ ବି ହବ ନାଇଁ ଇଟା ପଚାରିବି ଆଜ୍ଞା ନାଇଁ ଆଜ୍ଞା କିଟା କହିଲ ହବ ଆଜ୍ଞା ହଁ। ଭଉଣୀ କୁହ ଭଉଣୀ ରାକ୍ଷୀ ବାନ୍ଧି ଦେଇଲୁ ଏଇ ଭାଇକୁ ତୁ ଡର ନା ଭଉଣୀ ତ ଭାଇ ଅଛି ହଉ ମୁଁ ତାହେଲେ ଆସୁଛି ଠିକ ଅଛି ଆଜ୍ଞା ଭଲରେ ଆଜ୍ଞା, ଥିବା ତମ ପେପରଟା ଆସୁଛି ଝଗଡ଼ା ହବ ନାଇଁ ହେଲା ଘରେ ରହିବ ରେ। ଭଲରେ ରହିବ ତୁଇ ବି ତାକୁ କିଟା ବେଶୀ ଡରାଇବୁ ନାହିଁ ମତେ ଇଟା ଘେନି ଦିଅ ସିଟା ଘେନି ଦିଅ ବୋଲେ ମାର ବସେ ହଁ। ସେ ତ ଗରିବ ଲୋକ ତୁ ତ ସାହୁକାର ସେ ତ କରୁଛୁ। ଗରିବ ଲୋକ ଜାଣିଛୁ ଜାଣି ଜାଣି ଆସୁଛୁ ତାପରେ আর କିଛିଟା ହେଲେ ପାଚେ ଦେଖେ ଛାଡ଼ିଦେବୁ ଡାଇରେକ୍ଟ ହଁ। ହେଲା ଏ ତୁଇ ବି ଯଦି ପଇସା ପତ୍ର ନହେଲେ ବି ଖାଇଦେବୁ ଦେଖେ କେତେବେଳେ। ଦେଖରେ ବାବୁ ଆଜିକାଲି ଲୋକ ପରା ଇଏ ପଛେ ବନାଇ। ପେପର ପେପର କହିବୁ ହେଲା ଆସୁଛି ठीक ଆସୁଛି है आज्ञा ଠିକ ଅଛି ଆଜ୍ଞା ହଉ ଆରେ କଣ ନା ହେଲା ଆଜ୍ଞା ଟିକେ ରହ ଭାବିବି ଆରେ ବାବୁ ତମେ ତ ସହରକୁ ନୂଆ କରି ଆସିଛ ଯଦି ରାସ୍ତାଟା କୋଉ ପାଖରେ ଭୁଲିଯିବ ନାଇଁ ନାଇଁ ନାଇଁ, ତମେ ବହୁତ ଅସୁବିଧାରେ ପଡ଼ିଯିବ ମୁଁ କ'ଣ କହୁଥିଲି କି ମୋ ଫୋନ୍ ନମ୍ବରଟା ରଖିଥା ଯଦି ରାସ୍ତାଟା ଭୁଲିଗଲେ ମତେ କଲ୍ କରିବୁ ମୁଇଁ କହିଦେବି ଠିକ ଅଛି ଆଜ୍ଞା ନମ୍ବର ମାର କୁହନ୍ତୁ ଆଜ୍ଞା ମାରୁନୁ କୁହନ୍ତୁ ଆଜ୍ଞା ମାରଲେ ସିନା କହିଦେବି କୁହନ୍ତୁ ଆଜ୍ଞା ମାର 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 8658 8658 888 ହେଇଗଲା 10ଟା ହେଇଗଲା ଏଇ ନାଇଁ ଆଜ୍ଞା ହେଇଗଲା ନାହିଁ ଆଜ୍ଞା ଏଇ ନାଇଁ କେତେ ପଡ଼ୁଛୁ ରେ ଆଉ ଥରେ ମାର ଠିକ ଅଛି ଆଜ୍ଞା 8658 8658 7 ହେଇଯିବ ରେ ଲଗା ଲାଗବ ହେଇଗଲା ଆଜ୍ଞା ହଉ ଆସୁଛି ହେଲା ଭଲରେ ଥିବା ଠିକ ଅଛି ଆଜ୍ଞା ତମେ ଆମ ଆଡ୍ରେସଟା ଦେଇଥିବାରୁ ବହୁତ ବହୁତ ହେଲେ ବାବୁ ଦେଖେ ଯଦି ସେ ଫେଟଲୁଟା କହିବ ଆଡ୍ରେସଟା କିଏ ଦେଲା ବୋଲି ମୋ ନାଁଟା କହିଦେବୁ ଦେଖ ତମ ନାଁଟା କଣ ମୋ ନାଁଟା କି କାବା ହେଇଯିବ ହଉ ମୋ ନାଁଟା ହଉଛି ସାହୁ ଭାରତମାଲା ମୋ ନାଁଟା ଭାରତମାଲା ଟାଇଟେଲଟା ହଉଛି ସାହୁ ରାୟପୁରରୁ ବିଶାଖାପାଟଣା ପୁରା 100 ଆସୁଛି ମନେ ଥିବ